ଲର୍ଡ ସିଷ୍ଟର। ପ୍ରେଜ୍ ଦ ଲର୍ଡ ଆଜ୍ଞା। ଆଉ ମୁଁ ଆଶା କରୁଛି ଆପଣ ପ୍ରଭୁଙ୍କ ଅନୁଗ୍ରହରୁ ତାଙ୍କର ଦୟାରୁ ଆପଣ ବହୁତ ଭଲରେ ଅଛନ୍ତି। ଆଉ ଆଜ୍ଞା ଆମେ ବେଶ ଖୁସି ଅଛୁ ଯେ ଆପଣ ସାକ୍ଷ୍ୟ ପାଇଁ ପ୍ରସ୍ତୁତ ହୋଇ ଆପଣ କଲ୍ କରିଅଛନ୍ତି। ଆଉ ପରମେଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଆଉ ବର୍ତ୍ତମାନ ଆପଣ ସାକ୍ଷ୍ୟ କହିବେ। ଆଉ ଆପଣ କି ପ୍ରକାର ପ୍ରଭୁଙ୍କୁ ଜାଣିଲେ, ଆଉ ଆଜି ଆପଣ ପ୍ରଭୁଙ୍କ ଠାରେ ଅଛନ୍ତି, ସେ ସମସ୍ତ ସାକ୍ଷ୍ୟ ଆପଣ ଜଣେଇବେ। ଆଉ ବର୍ତ୍ତମାନ ଆମ ପ୍ରତ୍ୟେକ ଦର୍ଶକ ମାନଙ୍କୁ ମଧ୍ୟ ଏବଂ ଆପଣଙ୍କୁ ବର୍ତ୍ତମାନ ଏ ସାକ୍ଷ୍ୟ ମାଧ୍ୟମରେ ଆମେ ସ୍ୱାଗତ କରୁଅଛୁ। ତ ବର୍ତ୍ତମାନ ଆପଣ ଆପଣଙ୍କର ସାକ୍ଷ୍ୟକୁ ରଖିବେ। ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରେଜ୍ ପ୍ରଥମେ ଗଡ୍। ସଦାପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବି ତାଙ୍କର ଦୟା ଅନୁଗ୍ରହ ହେତୁ ଆଜି ମୃତ ମାନଙ୍କ ଜୀବିତ ମାନଙ୍କ ମଧ୍ୟରୁ ମତେ ଜୀବିତ ରଖିଅଛନ୍ତି ତଥା ତାଙ୍କରି ଆଉ ଦୟା ଅନୁଗ୍ରହ ହେତୁ ମତେ ଜୀବିତ ରଖିଥିବା ହେତୁ ତାଙ୍କ ନାମରେ କିଛି ସାକ୍ଷ୍ୟ ଦେବା ପାଇଁ ମତେ ମଧ୍ୟ ସମୟ ସୁଯୋଗ ଦେଇଅଛନ୍ତି। ତେଣୁ ପ୍ରଭୁଙ୍କ ନାମ ଗୌରବ ହେଉ। ଆମେନ୍। ସାକ୍ଷ୍ୟ କହିବା ପୂର୍ବରୁ ମୁଁ ଯେ ଓଡ଼ିଆ ଚ୍ୟାନେଲରେ ଜଡ଼ିତ ହେଇଥିବା ପ୍ରତ୍ୟେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସିନୀ ବିଶ୍ୱାସ ପ୍ରଭୁ ଭାଇ ଭଉଣୀ ମାନଙ୍କୁ ତଥା ପ୍ରଭୁଙ୍କର ଦାସ ଦାସୀ ମାନଙ୍କୁ ମୋ ତରଫରୁ ଆନ୍ତରିକ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଗଡ୍। ପ୍ରଭୁଙ୍କର ଗୌରବ ହେଉ। ଆସନ୍ତୁ ଆମେ ପ୍ରଭୁ ଯୀଶୁଙ୍କୁ କି ପ୍ରକାର ଜାଣିଛୁ ଆଉ ତାଙ୍କର ପରିଚୟ ଆଉ କି ପ୍ରକାର ପାଇଛୁ ତାହା ତାଙ୍କର ପବିତ୍ର ଶାସ୍ତ୍ର କହେ ଯେ ଆଉ ମୋ ନାମରେ ତମେ ମାନେ କି ପ୍ରକାର ପରିଚୟ ପାଇଛ ମତେ ପାଇଅଛ ତାହା ସମସ୍ତଙ୍କ ସମ୍ମୁଖରେ ତଥା ମୋ ସମ୍ମୁଖରେ ଆଉ ତାହା ସାକ୍ଷ୍ୟ ଦିଅ। ଆଉ ମୋ ନିମନ୍ତେ ତମେ ସାକ୍ଷ୍ୟ ଆଉ ସାକ୍ଷ୍ୟର କାରଣ ହୁଅ ବୋଲି କହିଛନ୍ତି। ସେହିପରି ଆମେ ମଧ୍ୟ ପ୍ରଭୁଙ୍କୁ ଜାଣିଛୁ ବୋଲି ତାଙ୍କ ନାମରେ ସାକ୍ଷାତ ଦେବା ନିହାତି ଆବଶ୍ୟକ ଅଟେ। ଓକେ। ପ୍ରଭୁଙ୍କ ନାମ ଗୌରବ ହେଉ। ମୁଁ ଆଉ ମୋର ସାକ୍ଷ୍ୟ ଏହା ଅଟେ ଆଜ୍ଞା। ଆଉ ମୁଁ ଆଗ ଇନ୍ଦୁରେ ଥିଲି। ମୋ ପରିବାର ବାପା ମା ସମସ୍ତେ ଇନ୍ଦୁରେ ଥିଲେ। ମୁଁ ମଧ୍ୟ ହିନ୍ଦୁ ପରିବାରରେ ହିଁ ଜନ୍ମ ହେଇଛି। ଓକେ। କିନ୍ତୁ ସେଇ ସମୟରେ କଣ ହେଇଥିଲା କହିଲେ ଭୟଙ୍କର ସମସ୍ୟା ବିପଦ ଆପଦରେ ମୋ ପରିବାର ଚଳୁଥିଲା। ହୁଁ ହୁଁ। ଥିଲୁ ଆମ ପରିବାର ବାପା ମା ଆଉ ସମସ୍ତେ ପ୍ରତ୍ୟେକ ବିଷୟରେ ପ୍ରତ୍ୟେକ କାର୍ଯ୍ୟରେ ତାଙ୍କେ ଭଲରେ ଥିଲେ। କିନ୍ତୁ କିଛି ମ୍ୟାରେଜ ହେଲା ପରେ ତାଙ୍କର ପ୍ରାୟ 3 ବର୍ଷ ଚାଲୁଥିଲା। ତାପରେ ମୁଁ ତ ଛୋଟ ଥିଲି ଜାଣିନି ଜନ୍ମ ବି ହେଇ ନଥିଲି। ଆଉ କିନ୍ତୁ ମା ବାପାଙ୍କେ ମତେ କହିଛନ୍ତି ତାହା ମୁଁ ପ୍ରକାଶ କରିବାକୁ ଚାହେଁ ପ୍ରଭୁଙ୍କ ସମ୍ମୁଖରେ। ନିଶ୍ଚୟ। ତ ସେଇ ସମୟରେ ଆଉ ବହୁତ ମାନେ ହିନ୍ଦୁ ଲୋକ ଥିଲେ ଆମ ଗାଁରେ ମଧ୍ୟ ସମସ୍ତେ ହିନ୍ଦୁ ଥିଲେ। ହୁଁ ହୁଁ। ବାକି ଅଳ୍ପ ଲୋକମାନେ ଖ୍ରୀଷ୍ଟିଆନ ହେଇଥିଲେ ପ୍ରଭୁଙ୍କୁ ଜାଣିଥିଲେ। ସେଇ ସମୟରେ ଆମ ମା ବାପାଙ୍କେ ପୂଜା ପାଠ କରୁଥିଲେ। ମାନେ ଏବେ ଯୋଉ ଅନେକ ଦେବାଦେବୀ ମାନଙ୍କୁ ଆଉ ମୂର୍ତ୍ତି ଏହିପରି ରାମକୃଷ୍ଣକୁ ପୂଜା କରୁଛନ୍ତି ହିନ୍ଦୁ ଭାଇ ଭଉଣୀ ମାନେ ପୂଜା ପାଠ କରୁନଥିଲେ। କିନ୍ତୁ ହୁଁ ହୁଁ। ନିଜେ ପୂଜକ ଥିଲେ ନିଜେ ବଳିଦାନ ଦେଉଥିଲେ। ଆଉ ମାସକୁ ତାଙ୍କେ କୁକୁଡ଼ା ଏବଂ ଛେଳି ଛୁଆ ଯାକ ମାସକୁ ଥରେ ଲେଖା ପୂଜା ପାଠ କରୁଥିଲେ। ବଡ ଆଚ୍ଛା। ହିନ୍ଦୁ ହେଇଥିଲେ। ଆଉ ଆମ ପରିବାର ସବୁ ପରିବାରଠୁ ଆମ ପରିବାର ହିଁ ବଡ ହିନ୍ଦୁରେ ଥିଲେ। ତ ଓକେ ମାନେ ଆପଣଙ୍କ ଗାଁରେ ଆପଣଙ୍କ ପରିବାର ଲୋକମାନେ ପୂଜା ପାଠ କରିବା ପାଇଁ ମାନେ ମୁଖ୍ୟ ଆଜ୍ଞା ଥିଲେ। ହଁ ଆଜ୍ଞା ସମସ୍ତଙ୍କ ପରିବାରଠୁ ଆମ ପରିବାର ହିଁ ସବୁ ବଡ ପୂଜକ ଥିଲେ। ଆଉ ଓକେ। ସମସ୍ତେ ଟିକେ କମ ପୂଜକରେ ଥିଲେ। ଆମ ପରିବାରକୁ ଆସିକି ମଧ୍ୟ ତାଙ୍କେ କୁକୁଡାକୁ ଆଉ ଯାହାବି ତାଙ୍କର ପୂଜା ଅନୁସାରେ ଦାନ ବି ଦେଇ ଆସୁଥିଲେ ଆଜ୍ଞା। ଆପଣଙ୍କ ଘରେ? ହଁ ମାନେ ଆମ ବାପା ମା ଆଉ ବାପାକୁ ଜନ୍ମ କଲା ମା ଅଙ୍କେ ନାଇକି ଜେଜେ ବାପାଙ୍କେ ତାଙ୍କେ ବି ବଡ ପୂଜକ ଥିଲେ ପୁଣି ପୂର୍ବରୁ। ତ ଆଚ୍ଛା ଠିକ ଠିକ। ସେଇ ଅନୁସାରେ ଆମ ବାପା ମଧ୍ୟ ସେଇ ପ୍ରକାର ହିଁ ପୂଜା କରୁଥିଲେ। ହୁଁ ହୁଁ ହୁଁ। ନେଇକି ଆଉ ସମସ୍ତେ ଆମ ଘରକୁ ବି ଏମତି ପର୍ବ ତାଙ୍କର ଯୋଉ ମାସକୁ ଥରେ ଲେଖା ପୂଜା ରଖୁଥିଲେ ସେଇ ପୂଜା ଟାଇମରେ ଆଉ କୁକୁଡା ଯାକ ନେଇକି ଆଉ ଛୋଟ ଛେଳି ଯାକ ନେଇକି ମଧ୍ୟ ଆମ ଘରକୁ ଆସୁଥିଲେ ପୁଣି। ମୁଁ ତ ଆଚ୍ଛା। ଜାଣିନି ମୋ ମା ମତେ କହିଛନ୍ତି ତ ସେଇପରି ଅବସ୍ଥାରେ ଥିଲେ। ଆଉ ହୁଁ ସେଇ ହୁଁ। ସମୟରେ
ପ୍ରାୟ ମ୍ୟାରେଜ ହେଇକି 3-4 ବର୍ଷ ବିତିଗଲା ପରେ ଆମ ଘରେ ଦିଦିଆଙ୍କେ ଜନ୍ମ ହେଲେ। ଆଉ ଜନ୍ମ ହେଲା ପରେ ଆଉ ପରିବାର ବି ବହୁତ ଭଲରେ ଥିଲେ ପ୍ରାୟ କିଛି ବର୍ଷ ମଧ୍ୟରେ, ଏମିତି ବର୍ଷେ 2 ବର୍ଷ ପରେ। ତ ସେ ସମୟରେ ସବୁ ଗାଈ ଘରୁ ଖାଇବା ପିଇବା ସବୁ ଭଲରେ ଥିଲେ, କିନ୍ତୁ ପରିବାରରେ ଆଉ ଶାନ୍ତି ଆଉ ସୁଖ ଆଉ ସମାଧାନ ବୋଲି କିଛି ନଥିଲା। ସବୁବେଳେ ମା ବାପାଙ୍କେ ଝଗଡା ହଉଥିଲେ। କଣ ପାଇଁ କହିଲେ, ଆଉ ଆମ ମା ସେଇ ସମୟରେ 4 ବର୍ଷ 5 ବର୍ଷ ହଉଥିଲା ପୁଣି ତାଙ୍କର ମ୍ୟାରେଜ ଆଚ୍ଛା ବାପାଙ୍କ ସହିତ। ତାପରେ ଜନ୍ମ ହେଲେ ଦିଦି ଆଙ୍କେ, ବାକି ଭାଇ ଆଙ୍କେ ଜନ୍ମ ହେଲା ଲୋକ ରହିଲେ ନାଇଁ, 2 ଭାଇ ସବୁ ମଲେ ପୁଣି। ତ ଓହୋ ତାଙ୍କେ ବର୍ଷକୁ ଥରେ ଜଣେ ଜଣେ ଲେଖା ମଲାରୁ ଆମ ପରିବାରରେ ଅଶାନ୍ତି ସୃଷ୍ଟି ହେଲା। ମାକୁ ବାପା ବେଶୀ ଗାଳି କଲା, ମାନେ ତମେ ଆଉ ପୁଅ ପିଲାକୁ ଜନ୍ମ କରୁଛ ରଖୁନ, ଆଉ କିଏ ରହୁନାହାନ୍ତି, ଏଇ ସବୁର କାରଣ ହଉଛ ତମେ, ତମ ଯୋଗୁ ହିଁ ମୋ ପୁଅ ମାନେ ରହୁନାହାନ୍ତି ବୋଲି ବାପା ମା ବହୁତ ଝଗଡା କଲେ। ତାପରେ ମାଙ୍କୁ ଜନ୍ମ ଦେଇଥିବା ଜେଜେମା ଜେଜେ ବାପାଙ୍କେ ବି ମରି ଯାଇଥିଲେ। ତ ମା ଜାଣିବ ନାହିଁ, ପୁଣି ତାଙ୍କ ଛୋଟ ବେଳେ ହିଁ ମରି ଯାଇଥିଲେ। ଆଚ୍ଛା ମାଙ୍କର ବଡ ଭାଇ ଆଉ ସାନ ଭାଇ ମାମୁଁ 2 ଜଣ ଥିଲେ, ଜଣେ ଅଛନ୍ତି ଏବେ ଆଉ ଜଣେ ମଲେ। ଆଉ ସେତେବେଳେ ଆଉ ମାମୁଁ ସହିତ ବି ଝଗଡା କଲେ ପୁଣି ଆମ ବାପା, ତମ ଭଉଣୀ ପୁଅ ପିଲାକୁ ଜନ୍ମ କରୁଛି ରହୁନାହିଁ, ଆଉ ଏମିତି ଗୋଟେ ଗ୍ରହ ଅଛି ତ ଭଉଣୀ ଶରୀରରେ, ତମ ଭଉଣୀକୁ ନିଅ, ଆଉ ମତେ ଦରକାର ନାହିଁ କହିକି ବହୁତ ଅଶାନ୍ତି ହେଲେ ପୁଣି ଆଜ୍ଞା। ଆଚ୍ଛା 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 ତାପରେ ଆଉ ମା ବହୁତ ଦୁଃଖ କଲା। ମୁଁ କେତେ ବିଶ୍ୱାସ ଭରସାରେ ମୁଁ ଗୋଟେ ସଂସାର ଗଢିବା ପାଇଁ ଆସିଥିଲି, ନିଜ ପରିବାରକୁ ପର କରିକି ଗୋଟେ ସ୍ୱାମୀ ସହିତ ଘର ସଂସାର କରିବି ବୋଲି କେତେ ଆଶା ଭରସା ନେଇକି ଆସିଥିଲି। ମତେ ଏଇ ସମୟରେ ଏମିତି କରୁଛି କହିକି ମା ଦୁଃଖ କଲା। ପୁଣି ତାପରେ ବାପା ରାଗରେ କହିଲା ପୁଣି ମାମୁଁକୁ ବି, ତୋ ଭଉଣୀକୁ ନେଇକି ଯା, ମତେ ଦରକାର ନାହିଁ, ଆଉ ମୁଁ ପୁଅ ପିଲାକୁ ଜନ୍ମ କରୁନାହିଁ କି ଜନ୍ମ କଲେ ମତେ ରହୁନାହିଁ, ତମର ଭୂତ ଯାକ ଆସିକି ମୋର ପୁଅ ଯାକକୁ ଖାଇ ଦଉଛି, ତମ ଭଉଣୀ ସହିତ ଶରୀରରେ ଆଉ ପଶିକି ମିଶିକି ଆସିକି ଆଉ ପିଲା ଛୁଆ ଯାକକୁ ନଷ୍ଟ କରୁଛି। ତ ଭଉଣୀର ଗ୍ରହ ଅଛି ଅଙ୍କ ଶଙ୍କ କହିକି ଆମ ବାପା ଆଉ ମାମୁଁକୁ ବହୁତ ଗାଳି କଲା ପୁଣି। ଆଚ୍ଛା ହେଲାରୁ ଆଉ ମା ଗଲା ନାଇଁ ନା, ଯେତେ ହେଲେ ବି ମୋ ଦିଦି 3ଟା ଥିଲେ, ତ ମୋ ଛୁଆକୁ ଛାଡିକି ମୁଁ ଯିବି ନାହିଁ, ପରିବାର ଯେମିତି ବି ହଉ ମୁଁ ରହିବି ଏକା, ଘର ଦୁଆର ନଷ୍ଟ ହେବ କହିକି ମା ରହିଲେ, ଯେମିତି ହେଲେ ବି ରହିବି କହିକି ରହିଲା। ମାମୁଁ ଗଲେ ପୁଣି। ତାପରେ ଆଉ ଏମିତି ଅଶାନ୍ତି ହଉ 4-5 ବର୍ଷ ବିତିଗଲା ପୁଣି ଆଜ୍ଞା। ଆଚ୍ଛା ଆମ ଗାଁ ଆଖ ପାଖ ଲୋକ ଆଉ ଟିକେ ଦେଇକି ପ୍ରଭୁଙ୍କୁ ଜାଣିଥିଲେ, ଆଉ ଜାଣିନି ତ ବାକି ଲୋକ ପ୍ରଭୁଙ୍କୁ ଜାଣିଥିଲେ ପୁଣି ପ୍ରାୟ 6-7 ପରିବାର। ଠିକ୍ ଏମିତି ଠିକ୍ ସମୟରେ ଆଉ ଆମ ଦାଦା, ଜଣେ ଦାଦା ହେବେ, ସିଏ ପାଷ୍ଟର ହେଇଥିଲେ। ତ ସେ ପାଷ୍ଟର ହେବାରୁ ତାକୁ ସେଇ ପରିବାର 6 ପରିବାର ଏମତି ଚର୍ଚ୍ଚ ତ ନଥିଲା, ପରିବାର ଭିତରେ ଏମିତି ଉପବାସ ପ୍ରାର୍ଥନା କରୁ କରୁ ଆଉ ରବିବାର ଦିନ ମଧ୍ୟ ଗୋଟେ ରବିବାର ଗୋଟେ ପରିବାରରେ ଏମିତି ଆରୋଧନା କରୁଥିଲେ ପୁଣି ଆଜ୍ଞା ପ୍ରଭୁଙ୍କର। ଆଚ୍ଛା ହଁ କିନ୍ତୁ ଆମ ଖୁଡି କହିଲେ ପୁଣି, ନାନୀ ଭାଇ ସହିତ ଏତେ ଗଣ୍ଡଗୋଳ ହଉଛ, ଏତେ ଅଶାନ୍ତି ହଉଛ, ଘରେ ଖାଇବା ପିଇବା ସବୁ ଥାଇକି ମଧ୍ୟ ଯୋଉମାନେ 3 ଜଣ ଅଛନ୍ତି ସେମାନଙ୍କୁ ଟିକେ ସୁଖରେ ଶାନ୍ତିରେ ଶୋଇବା ପାଇଁ ରହିବା ପାଇଁ ଆଉ ଦେଉନ, ଏମିତି କାହିଁକି ତମେ ଅଶାନ୍ତି ଆଉ ସୃଷ୍ଟି କରୁଛ ପରିବାରରେ। ଆଉ ଏମିତି ହେଲେ ପିଲା ଛୁଆ କେମିତି ଆଉ ବଡ ହେବେ, ଆଗକୁ ତାଙ୍କର ଭବିଷ୍ୟତ ମଧ୍ୟ ଆଉ କେମିତି ଗଢି ପାରିବେ। ତମେ ଯଦି ତାଙ୍କର ଭବିଷ୍ୟତ ବିଷୟରେ ଚିନ୍ତା ନ କରି ନିଜେ ଦୁହେଁ ଭିତରେ ଏମିତି ସମସ୍ୟା କ୍ରିଏଟ କରିବେ, ଝଗଡା କରିବେ, ତାହେଲେ ଝିଅ ଆଙ୍କେ କେମିତି ହେବେ କହିକି ଆଉ ଖୁଡି ଆଙ୍କେ ବୁଝେଇଲେ ପୁଣି ଆଜ୍ଞା ମାଆଙ୍କୁ। ଆଚ୍ଛା ତାପରେ ଆମ ବାପା ବୁଝିବାରେ ନାଇଁ ଆଉ ରାଜି ନାହିଁ, ତ ସିଏ ବେଶୀ ରାଗରେ ଥିଲା ପୁଣି ସବୁବେଳେ। ଆଉ ମଦ ବି ପିଉଥିଲା, ରାଗ ବି ହଉଥିଲା। ଆଚ୍ଛା ମା ସାଙ୍ଗେ ଟିକେ ବୁଝବା ମୋଡରେ ଆସିଲା। ତାପରେ ମା କହିଲା ହଉ ଠିକ ଅଛି, ଆଉ ମୁଁ ତମ ଭାଇକୁ ବୁଝେଇ ଦେଖିବି, ସିଏ ଯଦି ଶୁଣିବ ମୋ କଥା ହେଲେ ଆମେ ବି ତମ ପରି ପ୍ରଭୁଙ୍କଠାରେ ଆସିବା ପାଇଁ ଚେଷ୍ଟା କରିବୁ। ଆଉ ତମେ ପ୍ରଭୁଙ୍କୁ ଜାଣିଲ, ଖ୍ରୀଷ୍ଟିଆନ ଧର୍ମରେ ଅଛ, ଏବେ ବହୁତ ଭଲରେ ଅଛ, କିନ୍ତୁ ଆମ ପରିବାରରେ ଆଉ ଖାଇବା ପିଇବା ସବୁ କିଛି ଥାଇକି ମଧ୍ୟ ସୁଖ ଶାନ୍ତି ପ୍ରେମ ସ୍ନେହ ବୋଲି କିଛି ନାହିଁ।
ଆଉ ସ୍ୱାମୀ ସ୍ତ୍ରୀ ହେଇକି ଅଛୁ, କିନ୍ତୁ 3ଟା ଛୁଆ ମଧ୍ୟ ଆମ ପରିବାରରେ ଅଛନ୍ତି। କିନ୍ତୁ ଆମ ପରିବାରରେ ସୁଖ ଶାନ୍ତି ନାହିଁ, ସବୁବେଳେ ଆମେ ଲୁହ ଗଡ଼େଇ ଆଉ ଦିନ ରାତି ବିତୁଛୁ। ଭଉଣୀ ବୋଲି ଆମ ମା ସେ ଖୁଡିଙ୍କୁ କହିଲେ ପୁଣି ଆଜ୍ଞା। ତାପରେ ଆଚ୍ଛା। ପ୍ରଭୁ ଦୟା କଲେ, ଅନୁଗ୍ରହ କଲେ, ଆଉ ମାଙ୍କୁ ମଧ୍ୟ ଜୀବନରେ ଆତ୍ମାରେ ତାଙ୍କର ଆଉ ଦର୍ଶନ ଦେଖିବା ପାଇଁ ବା ତାଙ୍କ ପଥ ଦେଖିବା ପାଇଁ ଚାହିଁଲେ। ତାପରେ ମା ଆଉ ବାପାକୁ ବୁଝେଇବା ପାଇଁ କହିଲା ପୁଣି, ଆଉ ଆସ ଆମେ ଟିକେ ଚର୍ଚ୍ଚ ଯିବା। ଆଉ ଝିଅ କହୁଥିଲା କି ଆଉ ଚର୍ଚ୍ଚରେ ପ୍ରାର୍ଥନା କରୁଛନ୍ତି ନିଜ ପାଇଁ, ଅନ୍ୟମାନଙ୍କ ପାଇଁ। ଆଉ ଯୋଉମାନେ ପ୍ରଭୁଙ୍କ ଠାରେ ବିଶ୍ୱାସ କରନ୍ତି ଆଉ ପ୍ରାର୍ଥନା କରନ୍ତି, ସେମାନେ ଆଉ ପିଲାମାନଙ୍କୁ ବି କେତେ ଜଣ ନ ଖାଇବା ଲୋକ ପାଉଛନ୍ତି। ସେଇଟା ଆମେ ଜାଣିଲୁ ନାନୀ, ସେଥିପାଇଁ ତମକୁ କହୁଛୁ। ଆଉ ତମେ ବି ଆସ, ପ୍ରଭୁଙ୍କୁ ଜାଣ, ପ୍ରଭୁଙ୍କଠାରେ ବିଶ୍ୱାସ କର ବୋଲି ଝିଅ କହିଲେ। ଆଉ ହୁଁ ଆମେ ବି ଯିବା, ଆଉ ଖ୍ରୀଷ୍ଟ ଧର୍ମରେ ଆମେ ବି ଟିକେ ମିଶିବା। ଆଉ ଖ୍ରୀଷ୍ଟ ଧର୍ମରେ ଯେ ପ୍ରକାର ତାଙ୍କେ ଆଉ ପାଳନ କରୁଛନ୍ତି, ସେଇ ପ୍ରକାର ଆମେ ମଧ୍ୟ ବିଶ୍ୱାସ ସହିତ ପାଳନ କରିବା। ନିଶ୍ଚୟ ଆଉ ପ୍ରଭୁ ଆମକୁ ଗୋଟେ ସନ୍ତାନଟେ ଦେଇପାରିବେ, ଆଉ ଆମର ମଧ୍ୟ ବିଶ୍ୱାସ ହଉଛି ବୋଲି ମା ବାପାଙ୍କୁ ବୁଝେଇଲେ ପୁଣି ଆଜ୍ଞା। ତଥାପି ବାପା ବୁଝିଲା ନାହିଁ। ତ ସେଇ ସମୟରେ ଆଉ କେମିତି ଗୋଟେ ନାଚ ଥିଲା ପୁଣି ପୂର୍ବରେ, ଆଉ ସିଏ କଣ ବଂଶୀ ଯାକ କଣ କଣ ଯୋଉ ଧରିକି ଆଉ ଝିଅ ମାନଙ୍କର ନାଚ, ହୁଁ ହୁଁ ନାଚରେ ଆମ ବାପା ମଧ୍ୟ ମିଶିଥିଲେ ପୁଣି। ତ ସେଇ ନାଚ ଗୀତରେ ଆମ ବାପା ବି ମିଶିଥିଲେ। ତାପରେ ତାକୁ ଆଉ ତାଙ୍କ ସାଙ୍ଗମାନେ କି ଆମ ସାହିର ଯୋଉ କେତେ ଜଣ ସେଇ ଦଳରେ ମିଶିଥିଲେ, ସେ ଚାଚାଙ୍କେ ଆଉ ଭାଇ ଆଙ୍କେ ହେବେ ଆଉ ଦାଦା ଆଙ୍କେ ହେବେ, ତାଙ୍କେ ବି ଆଉ ବାପାଙ୍କୁ ଡାକିଲେ ପୁଣି ଆସରେ, ଆଉ ଝିଅକୁ ନଚେଇବା ପାଇଁ ଯିବା। ସେଇ ଟାଇମରେ ଯୁବା ଯୁବତୀ ମାନେ ନାଚୁଥିଲେ ପୁଣି ଆଜ୍ଞା। ସେମିତିର ନିୟମ ଗୋଟେ ଥିଲା ପୁଣି ଆଚ୍ଛା। ପୂର୍ବରେ, ମୁଁ ହୁଁ ତ ହୁଁ ଜାଣିନି। ହୁଁ ତ ହୁଁ ସେମିତି ନାଚକୁ ବି ଆମ ବାପା ମଦ ପିଇକି ଗଲେ, ପୁଣି ମାଙ୍କ କଥା ଶୁଣିଲେ ନାହିଁ। ହଁ ହଁ କହିକି ଆଡେ ସିଆଡେ ମୁହଁ ବୁଲେଇକି ଗଲେ ପୁଣି। ତ ସେଇଠୁ ଲୋକମାନେ ଏମିତି ଆଉ କଥା କହିଦେଲେ ପୁଣି, ତମ ସ୍ତ୍ରୀର କଥା ତମେ ଶୁଣେ ନା, ଆଉ ସିଏ ପୁଅ ପିଲାକୁ ଆଉ ଜନ୍ମ କରିବ ନାହିଁ କି ପୁଅ ପିଲାମାନେ ରହିବେ ନାହିଁ, ତୁ ତାକୁ ଛାଡ଼ିଦେ, ଆଉ ଦ୍ୱିତୀୟ ବିବାହ କର, ଆଉ ଆମେ ତମ ପାଇଁ ଝିଅକୁ ଦେଖିଦେବୁ। ଏମିତି ସବୁ ତାଙ୍କେ ଷଡ଼ଯନ୍ତ୍ର ବି ଆଉ କରୁଥିଲେ ପୁଣି ଆଜ୍ଞା ଆମ ପରିବାରରେ। ତାପରେ ଆଚ୍ଛା। ଆମ ବାପା ପୁରା ବିଗିଡି ଯାଇଥିଲେ ପୁଣି। ସିଏ 2-3 ଦିନ ବାହାରେ ମଧ୍ୟ ରହିଲେ ପୁଣି ମଦ ପିଇକି ଲୋକମାନଙ୍କଠାରେ ହୁଁ ମିଶିକି। ତାପରେ କେତେ 2-3 ଦିନ ଗଲା ପରେ ଘରକୁ ଆସିଲେ। ଆସିଲାରୁ ମା ସମସ୍ତଙ୍କୁ କହିଲେ ପୁଣି ଦାଦାଙ୍କୁ, ହୁଁ ବାବୁ ଦେଖ ତମ ଭାଇ ଏମିତି ଆସୁଛି, ମୋ କଥା ଶୁଣୁନାହିଁ, ତମେ ଟିକେ ବୁଝେଇ ଦିଅନ୍ତୁ। କହିଲାରୁ ଚାଚା ଆଙ୍କେ ମିଶିକି ବୁଝେଇଲେ ପୁଣି, ଏମିତି ଅନାର ଭାଇ ଆଉ ଭାଉଜର କଥା ନ ଶୁଣିଲେ ଆମ କଥା ତ ଟିକେ ଶୁଣ। ହୁଁ ଆଉ ହିନ୍ଦୁ ଧର୍ମରେ ଆଉ ଆମେ ବି ଆଗରୁ ଥିଲୁ, ବହୁତ କଷ୍ଟ ଦୁଃଖରେ ଆମେ ବି ତମ ପରି ହଉଥିଲୁ। କିନ୍ତୁ ଏବେ ପ୍ରଭୁଙ୍କୁ ଜାଣିଲାରୁ ଆମେ ସବୁବେଳେ ଖାଇବା ପିଇବା ଆଉ ଥାଉ କି ନଥାଉ, କିନ୍ତୁ ସୁଖରେ ଦୁଃଖରେ ଆମେ ପରସ୍ପର ଶାନ୍ତିରେ କଞ୍ଚା ପାଣି ପିଇଲେ ମଧ୍ୟ ଶାନ୍ତିରେ ପରିବାର ଆମେ ଗଠନ କରୁଛୁ। ହୁଁ ହୁଁ ହେଲେ ଆପଣ ମାନେ ବି ଭାଉଜ ସହିତ ଆସନ୍ତୁ ଆମ ଧର୍ମକୁ, ଆମ ପ୍ରଭୁଙ୍କୁ ବିଶ୍ୱାସ କରନ୍ତୁ ବୋଲି ଚାଚାଙ୍କେ ବୁଝେଇଲାରୁ ଆମ ବାପା ଆଉ ଧୀରେ ଧୀରେ ପରିବର୍ତ୍ତନ ହେଲେ ପୁଣି ଆଜ୍ଞା। ଆଚ୍ଛା। ତାପରେ ପ୍ରଭୁଙ୍କ ଦୟାରୁ ଆଉ ବାପା ମଧ୍ୟ ହଁ କହିକି, ପ୍ରାୟ ତାଙ୍କର ମ୍ୟାରେଜ ହେଇକି, ବାପା ମାଙ୍କର ମ୍ୟାରେଜ ହେଇକି 8-9 ବର୍ଷ ପରେ ତାଙ୍କେ କେତେ କଷ୍ଟରେ ପ୍ରଭୁଙ୍କୁ ଜାଣିବା ପାଇଁ ଚେଷ୍ଟା କଲେ। ମା ତ ଟିକେ ଟିକେ ବିଶ୍ୱାସ କରୁଥିଲେ, ପୁଣି ବାପା ଜମାରୁ ଆଉ ରାଜି ନଥିଲା। ପୁଣି ବାପାଙ୍କର ତ ଦ୍ୱିତୀୟ ବିବାହ କରିବା ପାଇଁ ମଧ୍ୟ ଇଚ୍ଛା ଥିଲା, ଆଉ ମା କୁ ଛାଡ ପତ୍ର ଦେଇକି। ତ ମା କହୁଥିଲା କି ତୁ ମୁଁ ଛାଡ ପତ୍ର ଆଉ ନେବି ନାହିଁ କି କରିବି ନାହିଁ ମୋ ସ୍ୱାମୀକୁ, ମୋର 3ଟା ଛୁଆ ଅଛି, ହୁଁ ତାଙ୍କଠି ରହିବି, ମୁଁ ଯିବି ନାହିଁ। ସେ ଦ୍ୱିତୀୟ ବିବାହ କଲେ ମଧ୍ୟ ଆଉ ସେ ଦ୍ୱିତୀୟ ବିବାହ ସ୍ତ୍ରୀ ସହିତ ରୁହନ୍ତୁ, ମୁଁ ମୋ ଛୁଆ ମାନଙ୍କ ସହିତ ରହିବି ଆକା କହି ମା ଆଚ୍ଛା। ମାତ୍ର 9 ମାସ ଥିଲା ପୁଣି। ତ ହୁଁ ସେ ସବୁ ପ୍ରଭୁ ଗୋଟେ ଆଉ କାର୍ଯ୍ୟ କଲେ, ଆମ ବାପାଙ୍କୁ ପରିବର୍ତ୍ତନ କଲେ। ତାପରେ ଆଉ ବାପା ମା ବି ପରସ୍ପରକୁ ଭଲରେ କଥାବାର୍ତ୍ତା ହେଲେ, ପୁଣି କଥାବାର୍ତ୍ତା ହେଇକି ଆଉ ସେ ସମୟରେ ଆଉ ନନିଆଙ୍କୁ ଦିଦିଆଙ୍କୁ ପଢାପଢି ପାଇଁ କେତେ ଟଙ୍କା ପଇସା ଥିଲା ପୁଣି ଆଜ୍ଞା, ଆଉ ଖାଇବା ପିଇବା ବି ଥିଲା, ବିଲ ବାଡି ଏବେ ମଧ୍ୟ ଅଛି। ହୁଁ ହୁଁ କିନ୍ତୁ ସେଇ ସବୁ ଥାଇକି ମଧ୍ୟ ଆମ ଦିଦିଆଙ୍କୁ ସ୍କୁଲ କଲେଜରେ ରଖିବା ପାଇଁ ବି ଆମ ବାପା ଆଉ ଇଚ୍ଛା କଲେ ନାହିଁ, କି ଚାହିଁଲେ ନାହିଁ, କି ଭାବିଲେ ନାହିଁ ପୁଣି। ଆଉ ଏଇଟା ଜନ୍ମରୁ ପର ଝିଅ, ଆଉ ଝିଅ ତ ବଡ ହେଲେ ବି ପର ଘରକୁ ଯିବ, ଏମାନଙ୍କୁ ପାଠ ପଢେଇକି କଣ ଲାଭ ଅଛି? ମୋର ପୁଅ ଧନ ସମ୍ପତ୍ତି ଖାଇବା ପିଲାମାନେ ମରୁଛନ୍ତି,
ହେଲେ ଏମାନେ ତ ବଡ ହେଲା ପରେ ଅନ୍ୟ ଗାଁକୁ ଯିବେ, ଏମାନଙ୍କୁ କିଏ ବିଶ୍ୱାସ ଭରସା କରିବେ। ଆଉ ମୁଁ ପାପ ମଧ୍ୟ କରିବି ନାହିଁ ବୋଲିକି ଭଲ ବସ୍ତ୍ର ମଧ୍ୟ ପିନ୍ଧେଇବା ପାଇଁ ଦେଲେ ନାହିଁ। ପୁଣି ଆଜ୍ଞା କଷ୍ଟ ଓହୋ ହୋ ହୋ। କରିବାରୁ ଆମ ଦିଦି ଆଙ୍କେ ମଧ୍ୟ ହୁଁ ହୁଁ ହୁଁ। ଖାଉଛନ୍ତି। ଆଉ ଆମ ଦିଦି ମ୍ୟାରେଜ ଟାଇମ ରେ ହିଁ ଭଲ ଶାଢୀ ଲୁଗାଟେ ପିନ୍ଧିକି ବେଣୀ ଘରକୁ ଯାଇଛି। ତା ପୂର୍ବରୁ ସେ ଯୁବତୀ ଥିଲା ଯେ ମୋ ପରି ସେଇ ସମୟରେ ହୁଁ ଭଲ ଡ୍ରେସ ଗୋଟେ ଦେଖି ନାହିଁ କି ବସ୍ତ୍ର ଗୋଟେ ଦେଖି ନାହିଁ। ହୁଁ ଯୋଉ ବିଷୟ ବି ସେଇ ପରିସ୍ଥିତି ଆମ ଦିଦିଙ୍କର। ଏବେ ବୁଢୀ ମା ମାନେ ଯେ ଏମତି ବ୍ଲାଉଜ ଗୋଟେ ଟାୱଲ ଗୋଟେ ଧରିକି ସାୟା ଗୋଟେ ପିନ୍ଧିକି ରୁହନ୍ତିନି କି ଆଜ୍ଞା, ହୁଁ 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 ସେଇ ଅବସ୍ଥାରେ ଆମ ଦିଦି ଆଙ୍କେ ମଧ୍ୟ ବଢିଲେ। ପୁଣି ବାପା ମାଙ୍କର ସ୍ନେହ ସୁଧା ନ ପାଇବା ହେତୁ ହୁଁ ହୁଁ ସେଇ ଅବସ୍ଥାରେ ବଢିଲେ। ତାପରେ ଆମ ଦିଦି ଆଙ୍କେ ବଡ ହେଲାରୁ ତାଙ୍କେ କାମ ଦାମ କରିକି ଏମତି ବୁଦ୍ଧି ଖୋଳି ଯାଇକି ହଁ ହଁ ନିଜର ପାଇଁ ଗଛ ବାସ କରିବା ପାଇଁ ତାଙ୍କେ ଚେଷ୍ଟା କଲେ। ଆଉ ହୁଁ ଗଛର ଆବଶ୍ୟକର ବିଷୟ ମଧ୍ୟ ଜାଣିଲେ। ସେମିତି ହେଇକି ତାଙ୍କେ ନିଜେ ନିଜ ବିଷୟରେ ଚିନ୍ତା କରିକି ଆଗକୁ ବଢିଲେ। ପୁଣି ଆଜ୍ଞା ତାପରେ ସେମିତି ହଉ ହଉ ପ୍ରଭୁଙ୍କୁ ଜାଣିବା ପାଇଁ ଆମ ବାପା ଚେଷ୍ଟା କଲାଠୁ ବାପା ମା ଭଉଣୀ ଦିଦିଆଙ୍କୁ ମଧ୍ୟ ଭଲ ପାଇବା ଦେଲେ। ଆଉ ଦିଦିଆଙ୍କ ମଧ୍ୟ ବାପା ମା ପ୍ରଭୁଙ୍କୁ ଜାଣିବା ସମୟ ସହିତ ବଡ ହେଲେ। ତାପରେ ପ୍ରଭୁଙ୍କୁ ଜାଣିବା ସମୟରେ ଆଉ ଆମର ଚାଚାଙ୍କେ କହିଲେ ପୁଣି ତମେ ତ ସମସ୍ତଙ୍କଠୁ ବଡ ହିନ୍ଦୁ ଧର୍ମ ମାନେ ବିଶ୍ୱାସ କରୁଥିଲ ଭାଇ, ତମ ଘରେ ଆମେ ମଧ୍ୟ ଆସିକି ଆଗରୁ ହିନ୍ଦୁ ଥିଲା ବେଳେ ତମ ହୁଁ ଘରେ ଆସିକି ପୂଜା ପାଠ କରି ଆଉଥିଲୁ। ଏତେ ସହଜ ନୁହେଁ ଯେ ତମ ମାନେ ବି ପ୍ରଭୁଙ୍କଠାରେ ଆସିବା କା ହୁଁ ଆଉ ତମେ ପ୍ରଥମେ ପ୍ରଭୁଙ୍କୁ ଆଉ ବିଶ୍ଵାସ କଲାଠୁ ସମ୍ପୂର୍ଣ୍ଣ ଆଉ ପ୍ରଭୁଙ୍କ ବାକ୍ୟ ଶୁଣି ବିଶ୍ୱାସ କରି ବାତିଷ୍ମ ନେବାକୁ ପଡିବ। ନହେଲେ ଆଉ ଆପଣ ମାନେ ଯେଉଁ ପୂଜା ପାଠ କରୁଥିଲେ ସେଇ ଧର୍ମ ମଧ୍ୟ ଏତେ ସହଜରେ ଆପଣ ମାନଙ୍କୁ ଛାଡିବେ ନାହିଁ। ହୁଁ ହୁଁ ଆଉ କିଛି ଦୁଃଖ ନିନ୍ଦା ଆଉ ସମସ୍ୟା ଆସିବା ବାକ୍ୟରେ ବି ଲେଖା ଅଛି। ହୁଁ ଆଉ ହୁଁ ପ୍ରଭୁଙ୍କୁ ଜାଣିଲା ପରେ ଅନେକ ଦୁଃଖ କଷ୍ଟ ଆସିବ। ତମେ ସେଇ ଧର୍ମକୁ ଯିବ ନା ଏ ଧର୍ମକୁ ଆସିବ, ଏହିପରି ବି ପରିସ୍ଥିତି ଦେଖେଇବ। ସେଥିପାଇଁ ପ୍ରଥମେ ତମେ ଆଉ ପ୍ରଭୁଙ୍କ ଠାରେ ପ୍ରମାଣିତ ହେଉ ଆମେ ତାଙ୍କର ସନ୍ତାନ ବୋଲି। ହୁଁ ଆଉ ନେଲାଠୁ ଆଉ ଆମ ବାପା ମାଙ୍କ ମନରେ ଆଉ ସୁଖ ଆସିଲା, ଶାନ୍ତି ଆସିଲା। ପରିବାରରେ ମଧ୍ୟ ପ୍ରଭୁଙ୍କୁ ଗ୍ରହଣ କଲାଠୁ ବାତିଷ୍ମ ନେଇକି ପ୍ରଭୁଙ୍କୁ ଉଦ୍ଧାର କଥା ଭାବରେ ଗ୍ରହଣ କଲାଠୁ ପରିବାର ମଧ୍ୟ ଶାନ୍ତିରେ ରହିଲେ। ଆଉ ତା ସାଙ୍ଗେ ସାଙ୍ଗେ ପ୍ରାୟ ଆମ ମା ବାପା ଆଙ୍କେ ପ୍ରଭୁଙ୍କୁ ଜାଣିକି 1 ବର୍ଷ 1.5 ବର୍ଷ ବୋଧେ ହଉଥିଲା। ତାପରେ ସାଙ୍ଗେ ସାଙ୍ଗେ ଆମ ଘରେ ପ୍ରଭୁ ଅନୁଗ୍ରହ କଲେ ଯେ ଆମ ବାବୁ ଆଙ୍କଙ୍କୁ ସାନ ଭାଇ ଆଙ୍କଙ୍କୁ 2 ଜଣଙ୍କୁ କଣ୍ଠିନ ଆଉ ସାଙ୍ଗେ ସାଙ୍ଗେ 2 ଥର ଜନ୍ମ ହେଲା। ବର୍ଷକୁ ଥରେ ଛୁଆ ମାନେ କେତେ ଜନ୍ମ ହୁଅନ୍ତି ସେଇପରି ନିୟମ ଅନୁସାରେ ପିଲାମାନେ ଜନ୍ମ ହୁଅନ୍ତି। ସେଇପରି ଆଉ ଜନ୍ମ ହେଲା ବେଳେ ଆମ ବାପା ମାଙ୍କ କୂଳରେ ପ୍ରଭୁ ଅନୁଗ୍ରହ କଲେ ଆଉ ଅନୁଗ୍ରହ ଦାନ ଦେଲେ। ଆମ ବାବୁ ଆଙ୍କେ ପୁଅ ମାନେ 2 ଜଣ ଜନ୍ମ ହେଲେ ପ୍ରଭୁଙ୍କ ଦୟାରୁ ବଞ୍ଚିକି ମଧ୍ୟ ଅଛନ୍ତି। ଏବେ ତା ଭାଇ 2 ଜଣ ଜନ୍ମ ହେଲା ପରେ ଝିଅ ଜଣେ, ତାପରେ ଆଉ ଜଣେ ବାବୁ ଜନ୍ମ ହେଲେ। ଏବେ 3 ଭାଇ ପ୍ରଭୁଙ୍କ ଦୟାରୁ ଅଛନ୍ତି। ତାପରେ ଆଗ ଅପେକ୍ଷା ପ୍ରଭୁଙ୍କୁ ଜାଣିବାରୁ ଆମ ପରିବାର ଆଜ୍ଞା ବହୁତ ଭଲରେ ଅଛନ୍ତି। ଆବଶ୍ୟକରେ ଚଳୁଛୁ। କିନ୍ତୁ ସେଇ ସମୟରେ ଅନେକ ଦୁଃଖ ଆସିଲା, ଝଡ଼ ଆସିଲା, ନିନ୍ଦା ଛଳନା ବି ଆସିଲା। ଆଉ ଯେଉଁମାନେ କି କାଷ୍ଟ କରି ଆମ ବାପାଙ୍କୁ ଦ୍ୱିତୀୟ ବିବାହ କରିବା ପାଇଁ ଚେଷ୍ଟା କରିଥିଲେ ହୁଁ ହୁଁ ସେ ହେବେ ଆମ ଗାଁ ଆଖପାଖ ଲୋକ ଆକା ହୁଁ ଆଉ ତାଙ୍କେ ବି ବେଶୀ ବିରୋଧ କଲେ ଆମ ବାପାଙ୍କୁ। ତମେ ଆମ କଥା ଶୁଣିଲ ନାହିଁ, ଆମ ଧର୍ମକୁ ଛାଡିକି ସିଆଡେ ଗଲ ଆଉ ପ୍ରଭୁଙ୍କୁ ଜାଣିଲୁ ଆଉ ସେଇ ଧର୍ମରେ ଆକା କଣ ଅଛି। ଆଉ ତମେ ଆମମାନଙ୍କୁ ଛାଡିକି ଗଲ, ନାଚ ଥିଲା, ଗୀତ ଥିଲା, ଏଇ ଭଲର ଆମର ସବୁ ବିଷୟ ତମେ ନଷ୍ଟ କରିଦେଲ ବୋଲିକି ଆମ ବାପାକୁ ହିଂସା ବି କରିବାକୁ ଲାଗିଲେ ଆଜ୍ଞା କେତେ ଲୋକ। ଆଚ୍ଛା ଆଚ୍ଛା ତାପରେ ସେମିତି କରି କରି ସେଇ ସମୟରେ ପରିସ୍ଥିତି ବହୁତ କଷ୍ଟ ବି ଆଉ ପରିସ୍ଥିତି ବି ଆସିଲା ବାପାଙ୍କ ପ୍ରତି। ତ ବାଧ୍ୟ ହେଇକି ଆମ ଗାଁରେ ଏବେ ବି ଅଛି, ଗାଁ ପାଖାପାଖିରେ ତ ଆମ ବାପାକୁ ପ୍ରଭୁଙ୍କୁ ଜାଣିକି 1.5 ବର୍ଷ ହଉଥିଲା ବେଳେ ଏମିତି ଯୋଉ ଗୁଣି ଗ୍ରହଣ ବୋଲି କୁହନ୍ତିନି କି ଆଜ୍ଞା, ହୁଁ 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 ହଁ ସେମିତି ବି କଲେ ଆମ ବାପାକୁ। ତ ସିଏ ସାଙ୍ଗେ ସାଙ୍ଗେ ଆମ ବାପା ହାତ ଗୋଡ ଫୁଲିଲେ, ଫୁଲିକି ଆଉ ପୁରା ଏମିତି ରୋଗରେ ରହିଲେ, ପଡିକି ରହିଲେ। ତଥାପି ଆଉ କେତେ ଜଣ କହିଲେ ତମେ ହିନ୍ଦୁ ଧର୍ମ ଛାଡିକି ଖ୍ରୀଷ୍ଟାନ ଧର୍ମକୁ ଗଲ ବୋଲି ଏମିତି ଦୁଃଖ କଷ୍ଟ ପାଉଛ। ଆଉ ଏମିତି ଆଉ ଭାଇଙ୍କ ପ୍ରତି
ଏଇ ରୋଗ ଆସିଲା ଏମିତି ପରିସ୍ଥିତି ହେଲା ତମେ ଯଦି ପୂଜା ପାଠ କରିକି ରହିଥାନ୍ତ ଆଗ ପରି କହିଲେ କେତେ ଭଲରେ ରହିଥାନ୍ତେ। ଭାଉଜ କଥା ଶୁଣିଲା ନାହିଁ, ଭାଇକୁ ଭାଉଜ ଆକା ଖ୍ରୀଷ୍ଟିଆନ କରିଲେ ବୋଲି ଏବେ ବି କେତେ ଜଣ ଆମ ବାପାଙ୍କ ବଂଶର ଅଛନ୍ତି ଯାଛାଙ୍କେ ଇନ୍ଦୁରେ। ହୁଁ ଆଉ ହୁଁ ତାଙ୍କେ କହିଲେ ଆମ ମାକୁ ବାପାକୁ ବି ତଥାପି ଆମ ବାପା କିନ୍ତୁ ପ୍ରଭୁଙ୍କୁ ଧନ୍ୟବାଦ ଦେବି ଯେତେ ଲୋକ କହିଲା ପରେ ବି ଆମ ବାପା ପ୍ରଭୁଙ୍କୁ ପରିତ୍ୟାଗ କଲେ ନାହିଁ। ନାଇଁ ମୁଁ ପ୍ରଭୁଙ୍କୁ ଜାଣିଲି ଗ୍ରହଣ କଲି କହିଲେ ମୁଁ ଆଉ ପୁନର୍ବାର ହିନ୍ଦୁ ହେବି ନାହିଁ, ଆଉ ହୁଁ ହିନ୍ଦୁ ହୁଁ ଧର୍ମକୁ ଯିବି ନାହିଁ। ମୁଁ ମଲେ ମରୁ ସିନା ଆଉ ମୋ ପାଇଁ କିଛି ଚିନ୍ତା ନାହିଁ। ମୋର 3 ସନ୍ତାନ ଅଛନ୍ତି, ତାଙ୍କେ ଆଉ ତାଙ୍କ ମାକୁ ଦେଖିବେ ଆଉ ପରିବାର ଦେଖିବେ, ଆଉ ଏତିକି ମୋ ପାଇଁ ଯଥେଷ୍ଟ। ଆଉ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦେବି। ଆଉ ପ୍ରଭୁ ମତେ ସନ୍ତାନକୁ ଦେଲେ, ଆଉ ଆମର ସନ୍ତାନ ମୋ ପାଇଁ ବଡ, ଆଉ ପରମେଶ୍ୱର ମୋ ପାଇଁ ବଡ। ସେ ହିନ୍ଦୁ ଧର୍ମ ଆଉ କିବା ସେଇ ଧନ ସମ୍ପତ୍ତି ମୋ ପାଇଁ ବଡ ନାହିଁ ବୋଲିକି ପ୍ରଭୁ ବାପା ମଧ୍ୟ ପରମେଶ୍ୱରଙ୍କୁ ଆଉ ତ୍ୟାଗ କଲେ ନାହିଁ କି ପରିହାସ କଲେ ନାହିଁ ଆଜ୍ଞା। ଓହୋ ବାପା ମଧ୍ୟ କେବେ ନାହିଁ ମୁଁ ପ୍ରଭୁଙ୍କୁ ଛାଡିବି ନାହିଁ ଆକା କହିଲେ। ତାପରେ ଆଉ ତାଙ୍କେ ଭିତରେ ଭିତରେ ସେଇଟା ଗୋଟେ ଆଉ ଭିତରର କଥା ଆମେ ଜାଣିପାରୁ ନାହିଁ ଆଜ୍ଞା। ଜାଣିଲେ ମଧ୍ୟ ସେ ବିଷୟ ଯଦି କହିବେ ନାଇଁ କି ସିଏ ଆଉ ଏମିତି ଗୁଣି ଗାରେଡ଼ି କରିଥିଲେ ଆଉ ବିଧିଆ କରିଥିଲେ ଅଙ୍କ କରିଥିଲେ କହିଲେ ସେମାନେ ଏମିତି ହଣାହଣି ବି ହେବେ ହୁଁ ବୋଲିକି ବାପା କହିଲେ ନାହିଁ କି କିଏ ମଧ୍ୟ ଆମ ପରିବାରର ବାପା କି ମା କି ଦିଦି କେହି ମଧ୍ୟ କହିଲେ ନାହିଁ ତାଙ୍କେ ଏମିତି କରିଛନ୍ତି ଆମ ବାପାକୁ କି ମୋ ସ୍ୱାମୀକୁ ବୋଲି ମା ମଧ୍ୟ କହିଲେ ନାହିଁ। ଜାଣିଲେ କିନ୍ତୁ କହିଲେ ନାହିଁ। ଆଚ୍ଛା ଯୋଉମାନଙ୍କ ସହିତ ଆମ ବାପା ସାଙ୍ଗସାଥି ହେଇକି ନାଚ ଗୀତକୁ ଯାଉଥିଲେ ସେମାନେ ହିଁ ଆଉ ଏମିତି କରିଥିଲେ ଆମ ବାପାକୁ। କିନ୍ତୁ ସେ ସମୟରେ ମେଡିକାଲ ନେଲେ ମେଡିକାଲରେ ମଧ୍ୟ ରିପୋର୍ଟ ବାହାରିଲା ନାହିଁ, ଖାଲି ନର୍ମାଲ ଦେଖେଇଲା ଆଉ ଦେହ ନର୍ମାଲ ଅଛି କିଛି ରୋଗ ଜଣା ପଡୁନାହିଁ କହିଲେ। ତାପରେ ବାଧ୍ୟ ହେଇକି ଟିକେ ପରୀକ୍ଷା କରି ଦେଖିବା କହିକି ଆମ ମା ଗୋଟେ ପୂଜାରୀ ପାଖକୁ ଯାଇକି ଚାଉଳ ଇଏ 3ଟା ମା ବାପାକୁ ଛୁଏଁ କରିକି ସକାଳେ କାହାକୁ ନ ଦେଖିକି ସକାଳେ ଯାଇକି ଜଣେ ଗୁଣିଆ ବାପା ପାଖକୁ ଯାଇକି ଆଉ ପଚାରିଲେ ପୁଣି ବାପା ଏମିତି ଏମିତି ମୋ ସ୍ୱାମୀର ଏମିତି ଅଛି ଆଉ ଅସୁବିଧାରେ ପଡିଛି, ଆପଣ ଟିକେ ଦେଖନ୍ତୁ, ଆପଣ ତ ଏ ବିଷୟରେ ଜାଣିବେ। ଆଗ ଆମେ ହିନ୍ଦୁରେ କିନ୍ତୁ ଏବେ ପ୍ରଭୁଙ୍କୁ ପାଇଲୁ, ପ୍ରଭୁଙ୍କଠାରେ ଅଛୁ, ହେଲେ ଅସୁବିଧା କଣ ଆଉ ପ୍ରୋବ୍ଲେମ କଣ ଆମେ କିଛି ଜାଣିପାରୁନୁ। ହସ୍ପିଟାଲ ନେଲେ ମଧ୍ୟ ତାଙ୍କ ରୋଗ କଣ କିଛି ଜଣା ପଡୁନି, ଆପଣ ତ ଜାଣନ୍ତି ଆଉ ଟିକେ ଛୁଇଁକି ଦେଖିକି କୁହନ୍ତୁ କହିଲେ ପୁଣି ମା। ଆଚ୍ଛା ତାପରେ ସେ ବାପା କହିଲେ ଯେ ଆଉ ତମ ସ୍ୱାମୀକୁ ଆଉ ଏମିତି ବିଦ୍ୟା କରିଛନ୍ତି, ସିଏ 3 ବର୍ଷ ଆଉ ଧରି କେମିତି ଆକ୍ରାନ୍ତରେ ପଡିଛି, ଆଉ କିଛି ଦିନ ଗଲା ପରେ ଆଉ 3 ମାସ ଭିତରେ ଯଦି ସିଏ ମରିବ ନାହିଁ ତାହେଲେ ତମେ ଯୋଉ ଧର୍ମରେ ବିଶ୍ୱାସ କରିଛ ସେଇ ଧର୍ମରେ ତମେ ବିଶ୍ୱାସ କରିକି ହିଁ ରୁହ। ଆଉ ସେ ବି ଭଲ, ସେ ବାପା ବି ହିନ୍ଦୁ ଲୋକ ବି ସମସ୍ତେ ଖରାପ ନୁହନ୍ତି, କେତେ ହିନ୍ଦୁ ବାପା ମାନେ ମଧ୍ୟ ଭଲ ଲୋକ। ଆଉ ହୁଁ ହୁଁ ସିଏ ସେ ବାପା କହିଲେ କି ଆଉ ତମେ ଯୋଉ ଧର୍ମରେ ବି ବିଶ୍ୱାସ କରିଛ ମା ସେଇ ଧର୍ମକୁ ଛାଡନି, ସେଇଠି ବିଶ୍ୱାସ କର, କିନ୍ତୁ ଭାଇଙ୍କର ଆଉ ମରିବାର ସମ୍ଭାବନା ବି ଅଛି ଆଉ ଜୀବିତ ରହିବାର ବି ସମ୍ଭାବନା ଅଛି। ସେ 3 ମାସ ଭିତରେ ଯଦି ମରିବ ନାହିଁ ତାହେଲେ ସେ ବୃଦ୍ଧ ହେଲେ ହିଁ ମରିବ। ହୁଁ ହୁଁ ଏମିତି କହିଲେ ପୁଣି ଆଜ୍ଞା ସେ ପୂଜକ ବାପା ବି। ଆଚ୍ଛା ହଁ ତାପରେ ସେଇ ପ୍ରକାର ହିଁ ଆମ ବାପା ବେଶୀ ସିରିୟସ୍ ହେଲା, ତାର ଆଉ ସେନ୍ସ ମଧ୍ୟ ଆସୁନଥିଲା। ଆମେ ତ ଥରେ ଭାବିଥିଲୁ ଯେ ଆମ ବାପାଙ୍କର ସେନ୍ସ ସବୁ ବନ୍ଦ ହେଲା ଆଉ ନିଶ୍ୱାସ ପ୍ରଶ୍ୱାସ ବୋଲି କିଛି ନାହିଁ। ଆମ ବାପାଙ୍କର ପ୍ରାଣ ସବୁ ଗଲା ଆଉ ଇଏ ମଣିଷ ନାହିଁ। ଆଉ ତାକୁ ବାପାଙ୍କୁ ଦାଦାଙ୍କୁ ଡାକିବା ଆଉ ଏମିତି ମାଡ଼ ବସିବା ବୋଲି ଆମ ବାପା ମା ଆମ ଦାଦା କୁଡି ଆଙ୍କେ ସମସ୍ତେ ତାକୁ ଡାକିବା ପାଇଁ ମଧ୍ୟ ପ୍ରସ୍ତୁତ ହଉଥିଲେ। ପୁଣି ଆଜ୍ଞା ମୁଁ ତ ଛୋଟ ଥିଲି ଜାଣିନି, ଆମ ମା କହିବେ ଏଇ ବିଷୟ ସବୁ ହୁଁ କହିଲେ ହୁଁ ମଧ୍ୟ ବଡ ହେଲାରୁ ପ୍ରଭୁଙ୍କୁ ଜାଣିଲାରୁ ମତେ ଏମିତି ଏମିତି ପରିସ୍ଥିତି ଗତି କରି ଆମେ ପ୍ରଭୁଙ୍କଠାରେ ବିଶ୍ୱାସ କଲୁ ବୋଲି ମା ମତେ କହିଛି, ତ ମୁଁ ଏତିକି ଜାଣିଛି। ତ ସେଇ ସମୟରେ ସେମିତି ପରିସ୍ଥିତି ହେଲା ପରେ ମଧ୍ୟ ଆଉ ବାପା ଟିକେ ଆଉ 2-3 ମିନିଟ ଗଲା ପରେ ପୁଣି ଥରେ ବାପାଙ୍କର ଚେଞ୍ଜ କରି ଆସିଲାରୁ ତାର ନିଶ୍ୱାସ ଏମିତି ଛାଡିଲାରୁ ସେ ପୁରା ମୂର୍ଚ୍ଛା ହେଇକି ପଡିଥିଲା। ଆଉ ସେ ପୁନର୍ବାର ଆଉ ତାଙ୍କର ଏଠି ନିଶ୍ୱାସ ଫେରି ଆସିଲା, ଚେଞ୍ଜ ଫେରି ଆସିଲା ଯେମିତି ସିଏ ଆଉ ସାଙ୍ଗେ ସାଙ୍ଗେ ଉଠିଲା, ମୁଁ ପାଣି ପିଇବି କହିଲେ। ପୁଣି ପାଣି ପିଇବି କହିଲାରୁ ଆମ ବାପା ପାଣି ପିଇଲେ, ପିଇକି ଆଉ
ପାଷ୍ଟର ଆଜ୍ଞାକୁ ଡାକିକି ଆମ ଗାଁ ପାଖର ଆକା ହେବ ସେ ଦାଦା ପାଷ୍ଟର ହେଇଛି ସିଏ। ଆଉ ସିଏ ଆସିକି ପ୍ରେୟାର କଲାଠୁ ସେ ଦିନଠୁ ଆଜ୍ଞା ଆମ ବାପା ଆଜି ପର୍ଯ୍ୟନ୍ତ କୌଣସି ରୋଗରେ ପଡ଼ି ନାହିଁ, କିନ୍ତୁ ଏବେ ବୟସ୍କ ସମକ୍ରମେ ଆଉ ଏବେ ତାଙ୍କର ଆଉ କାମ ଦାମ ତ କରିପାରିବ ନାହିଁ, କିନ୍ତୁ ଘରେ ଥାଇକି ପିଲା ଛୁଆକୁ ଧରିକି ରହୁଛି। ଆଉ ଜୀବିତ ଅଛନ୍ତି, ପ୍ରଭୁଙ୍କୁ ଧନ୍ୟବାଦ ଦେବି ଆମ ବାପାଙ୍କୁ। ଆଉ ତାଙ୍କର ଦୟା ଅନୁଗ୍ରହରେ ଜୀବିତ ରଖିଲେ ମଧ୍ୟ ଏତେ ପରିସ୍ଥିତି ମଧ୍ୟରେ ଯାଉଥିଲା ବେଳେ ମଧ୍ୟ ପ୍ରଭୁ ଜୀବିତ ରଖିଲେ, ଉଦ୍ଧାର କଲେ, ରକ୍ଷା କଲେ, ତାଙ୍କ ସନ୍ତାନ କଲେ। ଆଉ ଏବେ ଆମ ପରିବାରରେ ଆଗ ପରି ରାଗ ରୁଷା ଆଉ ଶାନ୍ତି ଏମିତି କିଛି ନାହିଁ ଆଜ୍ଞା। ପ୍ରଭୁ ଆମମାନଙ୍କୁ ଯୋଉ ଶିକ୍ଷା ଦେଇଛନ୍ତି ପରସ୍ପରକୁ ପ୍ରେମ କରିବା ଆଉ ମା ବାପାଙ୍କର ସମାଧାନ କରିବା, ସେଇ ବିଷୟ ଆମେ ଜାଣିନୁ। ସେହିପରି ହିଁ ଏବେ ପରିବାର ମଧ୍ୟରେ ଆମେ ଭଲରେ ଅଛୁ। ପରିବାର ବାପା ମା ମଧ୍ୟ ଶାନ୍ତିରେ ଅଛନ୍ତି। ତ ଆମର ଏବେ ଆଉ ଆବଶ୍ୟକ ପାଇଁ ଖର୍ଚ୍ଚ ବାର୍ଚ୍ଚ ପାଇଁ ଆମକୁ ଦରକାର ପଡ଼େ ସମସ୍ତଙ୍କୁ, ତ ସେଥିପାଇଁ ମୁଁ ମଧ୍ୟ ବାହାରକୁ ଆସିକି ଅଛି। ଆଉ ଆଗରୁ ବି ଓକେ, ତ ଆସିଥିଲି। ସିଷ୍ଟର ଗୋଟେ ବିଷୟ ପଚାରିବେ, ଏବେ ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ, ପରିବାର ପ୍ରଭୁଙ୍କୁ ବିଶ୍ୱାସ କଲା, ତ ଆପଣ ପ୍ରଭୁଙ୍କୁ ବିଶ୍ୱାସ କଲା ପରେ ଏବେ ବର୍ତ୍ତମାନ ବାହାରେ ରହିକି ଆପଣ କାମ କରନ୍ତି। ହଁ ନାଇଁ ଆଜ୍ଞା, ଆଗରୁ ମୁଁ ଥରେ ଆସିଥିଲି ଆମର ସିଷ୍ଟର ଆଙ୍କେ ଯୋଉ ପିଲାମାନଙ୍କୁ ବାହାରକୁ ଓକେ ଓକେ, ମୁଁ ପଠଉଥିଲି। ବୁଝିପାରିଲି। ମୁଁ ଏ ତ ବିଷୟ କାହିଁକି କହୁଛି କହିଲେ, ଅନେକ ଆଜ୍ଞା ଲୋକମାନେ କୁହନ୍ତି ଖ୍ରୀଷ୍ଟିଆନ ହେଲେ ଟଙ୍କା ପଇସା ମିଳେ ବୋଲି, ତ ଆପଣଙ୍କୁ କେହି ଦେଇଥିଲେ କି? ନାଇଁ ଆଜ୍ଞା, ସେମିତି କିଛି ପଇସା ପତ୍ର କିଏ ଦେଇନାହାନ୍ତି କି ଆଉ ଚାଉଳ ଚୁଡା ଯୋଉ କୁହନ୍ତି ସେଇ ସବୁ ବି ଆମକୁ ଦେଇନାହାନ୍ତି। କିନ୍ତୁ ପ୍ରଭୁଙ୍କର ଦାସ ମାନେ ଆସିଥିଲେ, ଆସିକି ଆମ ବାପା ମାଙ୍କୁ ପବିତ୍ର ବାକ୍ୟର ଓକେ, ତ ଆପଣ ସବୁ ସେ ଶିକ୍ଷା ସମସ୍ତ ସାକ୍ଷ୍ୟ ଅଲରେଡି ଦେଇ ସାରିଛନ୍ତି। ହଁ ତ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ବାହାର କରିକି ଏତେ ସମୟ ଆପଣ ପ୍ରଭୁଙ୍କର ସାକ୍ଷ୍ୟକୁ ଦେଇଛନ୍ତି। ପରମେଶ୍ୱର ଆପଣଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ, ଆପଣଙ୍କ ପରିବାରକୁ ମଧ୍ୟ ଆଶୀର୍ବାଦ କରନ୍ତୁ।